ଭାରିଯାନ କବଳରେ ଓଡ଼ିଶା ଝାରଖଣ୍ଡ ରାଜ୍ୟ ରାଜପଥ। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। କେନ୍ଦୁଝର ଜିଲ୍ଲାର ବଡ଼ବିଲ ତହସିଲ ଅନ୍ତର୍ଗତ ଭଦ୍ରାସାହି ଛକଠାରୁ ବଡ଼ବିଲ 1 ନମ୍ବର ୱାର୍ଡ ନାଲଦା ଓ ଝାଡ଼ଖଣ୍ଡ ପ୍ରଦେଶକୁ ସଂଯୋଗ ହୋଇଥିବା ରାଜ୍ୟ ରାଜପଥଟି ଅଧିକାଂଶ ସମୟ ଭାରିଯାନ କବଳରେ ରହୁଥିବା ପରିଲକ୍ଷିତ ହେଉଛି। ତେବେ ଏପରି ଅଘୋଷିତ ଟ୍ରାଫିକ୍ ଜାମ୍ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାସ୍ତାକୁ ଅବରୋଧ କରି ବେଆଇନ ପାର୍କିଂ ଯୋଗୁଁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ଜନଜୀବନ ମଧ୍ୟ କ୍ଷୟକ୍ଷତି ହେଉଥିବା ଅଭିଯୋଗ ହେଉଛି। ଭଦ୍ରାସାହି ଛକଠାରୁ ନାଲଦା ପର୍ଯ୍ୟନ୍ତ ଲମ୍ବିଥିବା ରାଜପଥଟି ବଡ଼ବିଲ ଅଞ୍ଚଳରେ ଥିବା ବିଭିନ୍ନ ରେଲୱେ ସାଇଡିଂ, ସ୍ପଞ୍ଜ କାରଖାନା ଓ ପ୍ଲେଟ୍ ପ୍ଲାଣ୍ଟକୁ ମଧ୍ୟ ସଂଯୋଗ ହୋଇଛି। ତେଣୁ ଭଦ୍ରାସାହି ବଡ଼ବିଲ ମୁଖ୍ୟ ରାସ୍ତାକୁ ବଡ଼ବିଲ ଅଞ୍ଚଳର ବାଣିଜ୍ୟିକ ଜୀବନରେଖା ମଧ୍ୟ କୁହାଯାଏ। ମାତ୍ର କିଛି ଦିନ ହେଲା ଏହି ରାଜରାସ୍ତାଟି ଭାରିଯାନ କବଳରେ ରହୁଥିବା ପରିଲକ୍ଷିତ ହେଉଛି। ଅଧିକାଂଶ ଦିନ ଏହି ରାସ୍ତାରେ ଭାରିଯାନ ଗୁଡ଼ିକର ଲମ୍ବା ଲାଇନ୍ ଦେଖିବାକୁ ମିଳୁଥିବା ବେଳେ ରାସ୍ତାଟି ସଂକୁଚିତ ହୋଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ତେବେ ବଡ଼ବିଲ ଅଞ୍ଚଳରେ ଥିବା କେତେକ କଳକାରଖାନାରେ ପାର୍କିଂ ସୁବିଧା ନଥିବା ବେଳେ କଳକାରଖାନାକୁ ଆସୁଥିବା ଭାରିଯାନ ଗୁଡ଼ିକ ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିବା ଦ୍ୱାରା ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏଥିସହିତ ଭଦ୍ରାସାହି ବଡ଼ବିଲ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଗଢ଼ି ଉଠିଥିବା ଗ୍ୟାରେଜ, ଟାୟାର ଦୋକାନ, ହୋଟେଲ ଓ ଢାବା ଯୋଗୁଁ ବେଆଇନ ପାର୍କିଂ ଓ ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ତେଣୁ ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।